ଜନ୍ମବେଦରୁ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି। ଛେରା ପହଁରା ନୀତି ସମ୍ପନ୍ନ ପରେ ଆରମ୍ଭ ହେଲା ରଥଟଣା। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା କୋରାପୁଟ ଜିଲ୍ଲା ଦାମନଯୋଡ଼ିର ପରିବେଶ। ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ନୃତ୍ୟ ସଙ୍ଗୀତରେ କମ୍ପି ଉଠିଲା ଶ୍ଵେତ ସୁବର୍ଣ୍ଣ କ୍ଷେତ୍ର। ନିର୍ଦ୍ଧାରିତ ସମୟରେ ଆରମ୍ଭ ହେଲା ରଥଟଣା। ପବିତ୍ର ବାହୁଡ଼ା ଯାତ୍ରାର ଏହି ଅନନ୍ୟ ମୁହୂର୍ତ୍ତକୁ ଆଖି ପୁରାଇ ଦେଖିବା ପାଇଁ ଦାମନଯୋଡ଼ିରେ ସୃଷ୍ଟି ହେଲା ଜନସମୁଦ୍ର। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ସକାଳେ ମଙ୍ଗଳ ଆରତୀ, ମଇଲମ, ତଡ଼ପ ଲାଗି, ଅବକାଶ ପୂଜା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ କରାଯାଇଥିଲା ବେଳେ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି ଓ ଡୋର ଲାଗି କରାଯାଇ ପୂର୍ବାହ୍ନରେ ପହଣ୍ଡି ହୋଇଥିଲା। ପର୍ଯ୍ୟାୟକ୍ରମେ ଶ୍ରୀବିଗ୍ରହମାନଙ୍କୁ ଧାଡ଼ି ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା ବେଳେ ତାହିଆ ହଲାଇ ହଲାଇ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିଜେ ହେଲେ ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ। ପୁରୋହିତମାନଙ୍କ ବେଦଧ୍ୱନି ମଧ୍ୟରେ ଅପରାହ୍ନରେ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ ହେଲା। ନାଲକୋଇଡ଼ି ଅମରେନ୍ଦ୍ର କୁମାର ମିଶ୍ର ଗଜପତି ମହାରାଜା ବେଶରେ ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା କରିଥିଲେ। ମହିଳା ଶ୍ରଦ୍ଧାଳୁମାନେ ସୁନ୍ଦର ଝୋଟି ପକାଇ ମହାପ୍ରଭୁଙ୍କ ଏହି ଯାତ୍ରା ପାଇଁ ପଥ ପ୍ରସ୍ତୁତି କରିଥିଲେ। ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହୋଇଥିଲା। ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ଭକ୍ତିର ସହ ଭକ୍ତମାନେ ରଥକୁ ଭିଡ଼ି ନେଇଥିଲେ। ସନ୍ଧ୍ୟା 7:30ଟାରେ ସେକ୍ଟର 2 ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ରଥକୁ ଟାଣି ଆଣିଥିଲେ ଶ୍ରଦ୍ଧାଳୁମାନେ। ମହିଳାମାନେ ଶୃଙ୍ଖଳାର ସହ ରଥ ଟାଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରଥଯାତ୍ରା ପାଇଁ ସ୍ଥାନୀୟ ପୋଲିସ, ସିଆଇଏସ୍ଏଫ୍ ଯବାନ ଓ ଟାଉନସିପ୍ ସିକ୍ୟୁରିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସଂଗଠନ ତରଫରୁ ଭକ୍ତମାନଙ୍କ ପାଇଁ ପଣା ପାଣିର ବ୍ୟବସ୍ଥା କରାଯାଇଥିଲା ବେଳେ ନାଲ୍କୋ ବିଶୋଧନାଗାର 0607 ଏରିଆର କର୍ମଚାରୀଙ୍କ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା ହୋଇଥିଲା। ଶନିବାର ଏଠାରେ ସୁନାବେଶ ନୀତି ଅନୁଷ୍ଠିତ ହେବ ଏବଂ ରବିବାର ନୀଳାଦ୍ରି ବିଜେ କରିବେ ମହାପ୍ରଭୁ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ସଞ୍ଜୟ ପଟ୍ଟନାୟକ, ଉପସଭାପତି ବିଛନ୍ଦ ଚରଣ ଦାସ, କୋଷାଧ୍ୟକ୍ଷ ପି.କେ. ମହାରଣା, ସମ୍ପାଦକ କୈଳାସ ସେନାପତି, ଯୁଗ୍ମ ସମ୍ପାଦକ ଅବିନାଶ ଜେନା ଓ ତ୍ରିଲୋଚନ ଚୌଧୁରୀ ଏବଂ କମିଟି ସଦସ୍ୟଙ୍କ ପରିଚାଳନା, ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଦାମନଯୋଡ଼ିରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା।